ପଦ୍ମାବତୀ, ଯେତେ ଚେଷ୍ଟା କଲେ ବି ମୁଁ ବିଫଳ ହେଉଛି। ଗୀତ ଗୋବିନ୍ଦର ଏଇ ପଂକ୍ତିଟି ପୂର୍ଣ୍ଣ ହୋଇପାରୁନି। ଏହା କହି ସ୍ନାନ ନିମନ୍ତେ ବାହାରିଗଲେ ଜୟଦେବ। ଆରେ, ତୁମେ ଏତେ ଶୀଘ୍ର ଗାଧୋଇ ଫେରିଆସିଲ? ପଦ୍ମାବତୀଙ୍କ ପ୍ରଶ୍ନରେ ଉତ୍ତର ମିଳିଲା, ହଁ, ଅର୍ଦ୍ଧେକ ପଂକ୍ତିଟି ଲେଖିବାକୁ ଆସିଲି। ଅନ୍ନ ବାଢ଼ିଦେଲେ ପଦ୍ମାବତୀ, ଆଉ ଆନନ୍ଦରେ ଭୋଜନ କଲେ ଜୟଦେବ ବେଶରେ ଆସିଥିବା ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥ। ଉଚ୍ଛିଷ୍ଟ ଗ୍ରହଣ କଲେ ପଦ୍ମାବତୀ। ଅଚାନକ ଜୟଦେବ ସ୍ନାନ ସାରି ବ୍ୟସ୍ତ ବିବ୍ରତ ହୋଇ ଘରେ ପ୍ରବେଶ କଲେ। ଅଗୁରୁ ଚନ୍ଦନ ତୁଳସୀରେ ମହକି ଉଠୁଥିଲା ଘର। ପଦ୍ମାବତୀ, କିଏ ଆସିଥିଲେ? ଆରେ, ଥଟ୍ଟା କରୁଛ ନା କ'ଣ? ତୁମେ ତ ଆସି ନିଜେ ତୁମର ଅର୍ଦ୍ଧେକ ପଂକ୍ତି ପୂରଣ କଲ, ନିଜେ ଅନ୍ନ ଗ୍ରହଣ କଲ, ଆଉ ମୁଁ ତୁମ ଉଚ୍ଛିଷ୍ଟ ପ୍ରସାଦ ରୂପେ ସବୁଦିନ ଭଳି ଗ୍ରହଣ କଲି। ତତ୍କ୍ଷଣାତ୍ ନିଜ ତାଳପତ୍ର ଓ ଲେଖନୀ ପାଖକୁ ଯାଇ ଦେଖିଲେ ଜୟଦେବ। ଦେହି ପଦ୍ମ ପଲ୍ଲବ ମୁଦାରମ୍। ଝରଝର ହୋଇ ଆନନ୍ଦାଶ୍ରୁ ଝରି ପଡ଼ିଲା ତାଙ୍କ ଆଖିରୁ। ବୁଝିବାରେ ଆଉ ବାକି ରହିଲା ନାହିଁ। ମୋ ପ୍ରଭୁ ଜଗନ୍ନାଥ ନିଜେ ଆସି ନିଜ କାମ କରିଦେଇ ଯାଇଛନ୍ତି। ତୁମେ ଭାଗ୍ୟବତୀ ପଦ୍ମାବତୀ। ତୁମେ ଜଗନ୍ନାଥଙ୍କ ଦର୍ଶନ ପାଇଲ, ତାଙ୍କ ପ୍ରସାଦ ପାଇଲ, ତାଙ୍କ ସହ କଥା ହେଲ। ମୁଁ ଅଧମ ତାଙ୍କୁ ଦେଖିପାରିଲିନି। ଏଇ ସେହି ଜୟଦେବ ଜନ୍ମପୀଠ, ଯେଉଁଠିକୁ ସ୍ୱୟଂ ଜଗନ୍ନାଥ ଦିନେ ଆସିଥିଲେ। ଏଇ ସେହି ପବିତ୍ର କେନ୍ଦୁଲି ଗାଁର ପୀଠ, ଯେଉଁଠି ଦିନେ ଗୀତ ଗୋବିନ୍ଦ ଲେଖା ହୋଇଥିଲା। ଜୟ ଜଗନ୍ନାଥ।